ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ। ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ। 1986 ମସିହାରୁ ମେ 1କୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ। ନା ଥିଲା ସମୟ ନିର୍ଘଣ୍ଟ, ନା ଥିଲା ନିର୍ଦ୍ଦିଷ୍ଟ ପ୍ରାପ୍ୟ। ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲେ। ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା। ଆମେରିକାର ବାଲିମୋର ସହରରେ 1866 ମସିହା ଅଗଷ୍ଟ 20 ତାରିଖରେ 60ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇଥିଲେ ଏବଂ 8 ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପ୍ରସ୍ତାବ ଗ୍ରହଣ କରିଥିଲେ। 8 ଘଣ୍ଟା କାର୍ଯ୍ୟ ସମୟ କରିବା ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ। ଭାରତରେ ପ୍ରଥମେ 1923 ମସିହା ମେ 1 ତାରିଖରେ ଚେନ୍ନାଇଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ପବ୍ଲିକ ମିଡ଼ିଆ।